ତିନି ଜଣ ଯୁବକ ଏକ ବାଇକ୍ ଯୋଗେ ନିଜ ବନ୍ଧୁ ଘରକୁ ଯାଉଥିଲେ। ହେଲେ ବାଟରେ ଯେପରି ଜଗି ବସିଥିଲା ଯମ। ବୁଲାଣି ରାସ୍ତାରେ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଲାଗିଥିବା ସୁରକ୍ଷା ବାଡ଼ରେ ଅତି ଜୋରରେ ପିଟି ହୋଇଯିବାରୁ ବାଇକ୍ ଚଳାଉଥିବା ଯୁବକର ଯାଇଛି ଜୀବନ। ଆଉ ବାଇକ୍ ପଛରେ ବସିଥିବା ଅନ୍ୟ ଦୁଇ ଜଣ ଯୁବକ ଗୁରୁତରାହତ ହୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ସରତ ରାସ୍ତାର ନୂଆସାହି ନିକଟ ବୁଲାଣି ରାସ୍ତାରେ। ମିଳିଥିବା ସୂଚନା ଅନୁଯାୟୀ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡ଼ା ଗ୍ରାମର ସୁକୁରାମ ତିଉ, ସାଧୁ ସାମାଡ଼ ଓ ସୋମନାଥ କେରେଇ ତିନି ଜଣ ଯୁବକ ଏକ ବାଇକ୍ ଯୋଗେ ନିଜ ଗ୍ରାମରୁ କପ୍ତିପଦା ବ୍ଲକ ସରତ ଅଞ୍ଚଳରେ ଥିବା ତାଙ୍କ ବନ୍ଧୁ ଘରକୁ ଯାଉଥିଲେ। ତେବେ ଠାକୁରମୁଣ୍ଡା ଠାରୁ 3 କିଲୋମିଟର ଦୂର ନୂଆସାହି ବାଙ୍କ ନିକଟରେ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଲାଗିଥିବା ସୁରକ୍ଷା ବାଡ଼ରେ ଅତି ଜୋରରେ ପିଟି ହୋଇଯାଇଥିଲା। ତେଣୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତିନି ଜଣ ଯୁବକ ରାସ୍ତା ଉପରେ ପଡ଼ିଯାଇଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଓ 108 ଆମ୍ବୁଲାନ୍ସର କର୍ମଚାରୀମାନେ ପହଞ୍ଚି ତିନି ଜଣକୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଯାଇଥିଲେ। କିନ୍ତୁ ସେଠାରେ ଯୁବକ ସୁକୁରାମ ତିଉଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆଉ ଗୁରୁତରାହତ ହୋଇଥିବା ଅନ୍ୟ ଦୁଇ ଜଣ ଯୁବକଙ୍କୁ ମେଡିକାଲରେ ଚିକିତ୍ସା ଚାଲିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ସଚିଦାନନ୍ଦ ପଲେଇଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।